ଚାଲିଛି ମୟୂରଭଞ୍ଜ ଜିଲ୍ଲାରେ ଅବକାରୀ ବିଭାଗର ସ୍ୱତନ୍ତ୍ର ବେଆଇନ ମଦ ବିରୋଧୀ ଡ୍ରାଇଭ୍। ଏହି ଡ୍ରାଇଭ୍ରେ ଗତକାଲି ରାତିରେ ମୋରଡ଼ା ଥାନା ଅନ୍ତର୍ଗତ ଗୁହାଳଡିହା ନିକଟରେ ଏକ ପିକଅପ୍ ଭ୍ୟାନ୍ରେ ଚଢ଼ାଉ କରି 50ଟି ବସ୍ତାରେ ଥିବା 2500 ଲିଟର ଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ। ଜବତ ବିପୁଳ ପରିମାଣରେ ବେଆଇନ ଚୋରା ଦେଶୀ ମଦ ମୋରଡ଼ା ବ୍ଲକ ଅନ୍ତର୍ଗତ ହଳଦୀପାଳ ପଞ୍ଚାୟତ ଅଧୀନ ଭାଲୁଗୁଚିଆ ଗାଁରୁ ବାହାରି ବାଲେଶ୍ୱର ଯାଉଥିବା ଜଣାପଡ଼ିଛି। ଚୋରା ଚାଲାଣ ହୋଇ ପିକଅପ୍ ଭ୍ୟାନ୍ରେ ଯାଉଥିବା ଏହି ଦେଶୀ ମଦର ଆନୁମାନିକ ମୂଲ୍ୟ ପ୍ରାୟ 5 ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ମୟୂରଭଞ୍ଜ ଅବକାରୀ ଅଧୀକ୍ଷକ। ତେବେ ବେଆଇନ ଭାବେ ଚୋରା ଦେଶୀ ମଦ ନେଉଥିବା ଗିରଫ ବ୍ୟକ୍ତି ଜଣକ ବାଲେଶ୍ୱର ଅରଡ଼ ବଜାର ରମାକାନ୍ତ ଦାସ ବୋଲି ଜଣାପଡ଼ିଛି। ମାତ୍ର ବେଆଇନ ଭାବେ ଚୋରା ଦେଶୀ ମଦ ପ୍ରସ୍ତୁତ ପ୍ରକ୍ରିୟା ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଏବେ ଏକ କୁଟୀର ଶିଳ୍ପରେ ପରିଣତ ହୋଇଥିବା ଅଭିଯୋଗ ହେଉଥିବା ବେଳେ ମୋରଡ଼ାଠାରେ ଥିବା ଅବକାରୀ ଥାନାରେ କର୍ମଚାରୀ ଅଭାବ ସମସ୍ୟା ଏହାର ମୁକାବିଲା କରିବା ଦିଗରେ ବିଫଳତାର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ଏହାର ସମାଧାନ କରିବା ଦିଗରେ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମତ ପ୍ରକାଶ ପାଉଛି। ଆଚ୍ଛା, ଆମର एक्चुअली ଅବକାରୀ କମିଶନର ସାର୍ଙ୍କ ନିର୍ଦ୍ଦେଶ ଅଛି ଏବଂ ଗଭର୍ଣ୍ଣମେଣ୍ଟ ନିର୍ଦ୍ଦେଶ ଅଛି। ସ୍ପେଶାଲ ଡ୍ରାଇଭ୍ ଆମର ବିଗତ 28 ଡିସେମ୍ବରରୁ ଆସନ୍ତା 15 ଜାନୁଆରୀ ଯାଏଁ ସ୍ପେଶାଲ ଡ୍ରାଇଭ୍ ପିରିୟଡ଼ ଚାଲିଛି। ଆମର ସେଥିରେ ଆମର ଇଲିଗାଲ ଲିକର, ଡୁପ୍ଲିକେଟ ଲିକର ଏବଂ ଡାଇଲ୍ୟୁଟେଡ୍ ଲିକର ବା ଅପମିଶ୍ରିତ ମଦ ବିକ୍ରୟ ଉପରେ ଯେମିତି ଆମେ ଏନଫୋର୍ସମେଣ୍ଟ ଆକ୍ଟିଭିଟିଜ୍ କରିବୁ ଏବଂ ଆପଣ ଜାଣିଛନ୍ତି ମୟୂରଭଞ୍ଜ ଜିଲ୍ଲା ଗୋଟେ ବହୁତ ପରିମାଣରେ ଆଇଡି ଲିକର ବା ଚୋରା ଦେଶୀ ମଦ ରନ୍ଧା ହେଉଛି। ସେଥିପାଇଁ ତାପରେ ବେଶୀ ଫୋକସ୍ ଦିଆହେଉଛି ଏବଂ ଗତକାଲି ଆମର ଟିମ୍ ଯାଇଥିଲେ ଯେଉଁ ମୋରଡ଼ା ଥାନା ପାଖାପାଖି ଯାଇଥିଲେ। ସେ ଫେରିଲା ବେଳକୁ ଗୋଟେ ଗାଡ଼ି ମୋରଡ଼ା ଥାନା ଅଣ୍ଡରରେ ଗୁହାଳଡିହି ଗ୍ରାମ ପାଖରେ ରାତି 8ଟା ପାଖାପାଖି ଆମର ଇନ୍ସପେକ୍ଟର ସଦର ରେଞ୍ଜ OR 22F9002 ଗାଡ଼ିରେ 2500 ଲିଟର ମଦ ଜବତ କରିଛନ୍ତି ଏବଂ ଜଣାପଡ଼ୁଛି ଆମର ଗୋଟେ ଜାଗା ଅଛି ଭାଲୁଗୁଚିଆ, ପ୍ରାୟ ଆମେ ପ୍ରତ୍ୟେକ ମାସରେ ରେଡ୍ କରାହୁଏ ଏଫଆଇଆର ଫୋର୍ସ ଏବଂ ମାଜିଷ୍ଟ୍ରେଟ୍ ନେଇକି ସେ ଏରିଆରୁ ସେ ଆଣୁଥିବା ପ୍ରକାଶ କରୁଛି ସେ, କିନ୍ତୁ ଆମେ ସଠିକ ପ୍ରମାଣ ପାଇବୁ ତଦନ୍ତ ସରିଲା ପରେ। ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ସେଥିରେ ଯିଏ ଇନଭଲ୍ଭ ଅଛନ୍ତି ତାଙ୍କୁ ଆଗାମୀ ଦିନରେ ଗିରଫ କରାଯିବ। ବର୍ତ୍ତମାନ ଅନ୍ୟ ସେ ଡ୍ରାଇଭର ଅଟକ କରାଯାଇଛି ଏବଂ ତାର ଯିଏ ସମ୍ପୃକ୍ତ ଅଛନ୍ତି ତାଙ୍କୁ ଗିରଫ କରାଯିବ। ମୟୂରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।